ଆଜ୍ଞା ନମସ୍କାର। ଜ୍ୟୋତିର୍ମୟୀଙ୍କ ବାପା କହୁଥିଲେ କି? ହଁ ମୁଁ ଜ୍ୟୋତିର୍ମୟୀଙ୍କ ବାପା କହୁଛି। ଆଜ୍ଞା ସାର୍, କଣ ଏବେ ଝିଅର ଷ୍ଟାଟସ ଅଛି? ମାନେ ଆମେ ଶୁଣିବାକୁ ପାଇଲୁ କି ସେ 15 ତାରିଖ କିଟ୍ କୁ ଆସୁଛନ୍ତି, ହୋମ କମିଂ ସେରିମନି ଗୋଟେ ହଉଛି। କଣ ଏ ହୋମ କମିଂ ସେରିମନି ଆଉ କେମିତି କଣ ସେଲିବ୍ରେସନ ହବ? ସାର୍ ଜ୍ୟୋତି ବର୍ତ୍ତମାନ ଇଣ୍ଡିଆନ ଆଇଡଲ ମଞ୍ଚରେ ଟପ୍ 6 ଫାଇନାଲିଷ୍ଟ କୁ ଯାଇଛି। ଆଉ ସେଥିପାଇଁ ଇଣ୍ଡିଆନ ଆଇଡଲ ତରଫରୁ ଯୋଉ 6 ଜଣ କଣ୍ଟେଷ୍ଟାଣ୍ଟ ସେମାନେ ହୋମ କମିଂ ସେରିମନି କରିବେ, କରିକି ତାକୁ ଫାଇନାଲ ଯୋଉ ଦିନ ହବ ସେଇଦିନ ଫାଇନାଲରେ ସେମାନେ ଦେଖେଇବେ ତାକୁ। ତେଣୁ ସେମାନେ 15 ତାରିଖ ଦିନ ଜ୍ୟୋତି ପାଇଁ ଗୋଟେ ଡେଟ୍ ଫିକ୍ସ କରିଛନ୍ତି ଭୁବନେଶ୍ୱରକୁ। ହଁ ହଁ ଭୁବନେଶ୍ୱରରେ ସେ 10ଟା 15ରେ ଆସି ପହଞ୍ଚିବ ଫ୍ଲାଇଟ ଦ୍ଵାରା ବମ୍ବେରୁ। ହଁ ହଁ ଆଉ ସେଇଠୁ ଆମର ପବ୍ଲିକ ମାନେ ସମସ୍ତେ ତାର ଫ୍ୟାନ ମାନେ ଯେତେ ସବୁ ତାକୁ ଭୋଟ ଦେଇଛି ଏତେ ପର୍ଯ୍ୟନ୍ତ ଆଣିଛନ୍ତି ପ୍ରଭୁ ଜଗନ୍ନାଥ କୃପାରୁ ସମସ୍ତେ ସେଠି ଏକାଠି ହେବେ। ଏକାଠି ହେଇକି ତାକୁ ଧୁମଧାମରେ ରୋଡ ଶୋ କରିକି ଆଣିବୁ ଆମ ଘର ପର୍ଯ୍ୟନ୍ତ। ଆଉ ତାପରେ ପୁଣି ସନ୍ଧ୍ୟା ବେଳକୁ କିଟରେ ଆମର ଅଚ୍ୟୁତ ସାର୍ ଯେହେତୁ କିଟର ବି ସେ ଷ୍ଟୁଡେଣ୍ଟ ଆଲୁମିନି, ହଁ ଅଚ୍ୟୁତ ହଁ ସାର୍ ବି ତାଙ୍କୁ କହିଛନ୍ତି ଯେ ସନ୍ଧ୍ୟାବେଳେ ତାଙ୍କ ଅଡିଟୋରିୟମରେ ଗୋଟେ ଗୀତର ପ୍ରୋଗ୍ରାମ ରହିବ। ଆଉ ସେଥିରେ ସମସ୍ତେ ଆମର ଯେତେ ସବୁ ଫ୍ରେଣ୍ଡସ ଜ୍ୟୋତିରେ ଅଛନ୍ତି ଓଡିଶା ବାସୀ, ସେମାନେ ଆସି ଯୋଗଦାନ ଦେଇପାରିବେ। ହୁଁ ତାପରେ ଯୋଗଦାନ ଦେଇକି ତାକୁ ଆଶୀର୍ବାଦ କରନ୍ତୁ। ସେ ଯେମିତିକା ବିପୁଳ ମାତ୍ରାରେ ସମସ୍ତଙ୍କର ସମର୍ଥନ ପାଇକି ସେ ଇଣ୍ଡିଆନ ଆଇଡଲ ଫାଇନାଲରେ ବିଜୟୀ ହେଇକି ଫେରୁ। ଆଚ୍ଛା, ବି ରିସେଣ୍ଟଲି ମୋହନ ମାଝି ବି ପୋଷ୍ଟ କରିଛନ୍ତି ଜ୍ୟୋତିଙ୍କୁ ନେଇକି। ତ ଆଜ୍ଞା ମୋହନ ମାଝିଙ୍କ ପାଇଁ କିଛି ଧନ୍ୟବାଦ ଦେବା ପାଇଁ ଚାହିଁବେ? ମାନେ ହଁ ନିଶ୍ଚୟ। ଚିଫ ମିନିଷ୍ଟର ମହୋଦୟ ଆମର ଶ୍ରୀ ମୋହନ ଚରଣ ମାଝୀ ଝିଅ ଜ୍ୟୋତିର୍ମୟୀକୁ ଇ କରିଥିବାରୁ, ଶୁଭକାମନା ଦେଇଥିବାରୁ ଏବଂ ତାଙ୍କର ଫେସବୁକ୍ ଆଉ ଇନଷ୍ଟାଗ୍ରାମରେ ବାହାର କରିଥିବାରୁ ମୁଁ ମୋର ମାନେ ହୃଦୟରୁ ମୁଁ ତାଙ୍କୁ ଧନ୍ୟବାଦ ଦଉଛି। ଆଉ ସାର୍ ଏତେ ବିଭିନ୍ନ କାମରେ ବ୍ୟସ୍ତ ରହିକି ବି ସେଥିରେ ବି ଜ୍ୟୋତି କଥା ମନେ ପକେଇକି ସେ ସମସ୍ତ ଆମ ଓଡିଶାବାସୀଙ୍କୁ କହିଛନ୍ତି ଆଉ ତାଙ୍କୁ ସବୁ ଜଣେଇଛନ୍ତି। ସେଟା ସେଥିପାଇଁ ମୁଁ ବହୁତ ଧନ୍ୟବାଦ। ମାନେ ଜ୍ୟୋତିଙ୍କର ଯଦି ଦେଖିବା ଏବେ ସିଏ କେବଳ ଆପଣଙ୍କ ଝିଅ ହେଇକି ନାହିଁ, ସିଏ ଏବେ ସାରା ଓଡିଶା କଣ ସାରା ଇଣ୍ଡିଆର ଝିଅ ହେଇ ସାରିଲାଣି। ଆଜ୍ଞା ତ ଏଇ ଯୋଉ ଲୋକଙ୍କ ଭଲ ପାଇବା ମିଳୁଛି, ଷ୍ଟାର୍ଟିଂ ରେ ତ ଦେଖୁଥିଲୁ ଜ୍ୟୋତି ଗୋଟେ ପରେ ଗୋଟେ ଧମାଲ କରି ଚାଲିଥିଲେ। ଆଜ୍ଞା କିନ୍ତୁ ସେଠାରେ କିଛି ଇଣ୍ଟରେଷ୍ଟିଂ ମେମୋରି ଆପଣଙ୍କର କିଛି ସେୟାର କରିବା ପାଇଁ ଚାହିଁବେ? ମାନେ କୋଉଠି ବେଶୀ ଇମୋସନାଲ ହେଇଯାଇଥିବେ ଆପଣ, ମାନେ ଗୋଟେ ହଁ ଝିଅର ବାପା ହିସାବରେ। ଆଉ ଗୋଟେ ଆଜ୍ଞା ଓଡିଶାରୁ ଖାସ କରି ଗୋଟେ ଝିଅଟେ ଯାଇ ଏତେ କମାଲ କରିବା ପୂର୍ବରୁ ଏମିତି ହେଇନଥିଲା। ଆଜ୍ଞା ମୁଁ ସେ ବିଷୟରେ ଜଷ୍ଟ ଟିକେ କହିବି। ପ୍ରଭୁ ଜଗନ୍ନାଥ ତାଙ୍କ ସହିତ ଅଛନ୍ତି। ତାକୁ ତା ବିଷୟରେ ଆପଣ ଜାଣିଥିବେ, ଯେତେବେଳେ ସେ ସେକେଣ୍ଡ ରାଉଣ୍ଡରେ ଯେତେବେଳେ ସେଇ ସମୟରେ ତାର ଗଳା ଖରାପ ହେଇଯାଇଥିଲା, ହୁଁ ହୁଁ ଆଉ ଯୋଉ ପ୍ଲାଟିନମ ମାଇକ ପାଇବା ସମୟରେ ସେତେବେଳେ ସେ ହଠାତ୍ ତାଙ୍କୁ ଆଉ ଗୋଟେ ସ୍କୋପ ଦିଆଯାଇଥିଲା, ସେ ଗୋଟେ ଚେଞ୍ଜ କରି ଗୀତ ଗାଇଥିଲା। ଆମେ ସମସ୍ତେ ନିରାଶ ହୋଇ ପଡିଥିଲୁ, କାହିଁକିନା ସେ ସାରା ଦିନ ଗୀତ ଗାଇ ପାରୁନଥିଲା, ତାର ଥଣ୍ଡା ଯୋଗୁଁ ଗଳା ଖରାପ ହେଇଥିଲା। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ଅଶେଷ କୃପା ତା ପ୍ରତି ଅଛି ଏବଂ ସେଥିପାଇଁ ସେ ଯୋଉ ଗୀତ ଗାଇକି ତାଙ୍କୁ ସମସ୍ତଙ୍କୁ ଶୁଣେଇଲା, ଜଜେସ୍ ମାନେ ଇନଷ୍ଟାଣ୍ଟଲି ତାକୁ ସେଠି ସିଲେକ୍ସନ କରିଥିଲେ। ଆଉ ସେଟା ରାଉଣ୍ଡରେ ଇନଷ୍ଟାଣ୍ଟଲି ତାକୁ ସିଲେକ୍ଟ କରିଥିଲେ। ସିଲେକ୍ଟ କରିକି ତାକୁ ପ୍ଲାଟିନମ ମାଇକ ଦେଇଥିଲେ। ସେଇଟା ସବୁଠୁ ବଡ ମୁହୂର୍ତ୍ତ। ଆଉ ତାପରେ ଆମେ ଆସିଥିଲୁ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲୁ ଏବଂ ସେଇଦିନ ଦର୍ଶନ କଲା ପରେ ବି ପ୍ରଭୁ ଜଗନ୍ନାଥ ତାଙ୍କ ସହିତ ଜ୍ୟୋତି ସହିତ ଯାଇଛନ୍ତି। ମୁଁ ଦୁଇ ତିନିଟା ଏପିସୋଡ ଯାଇଛି, ଦେଖିଛି। ପ୍ରତ୍ୟେକ ଜଜ୍ ଯୋଉମାନେ ବାହାରୁ ଆସନ୍ତି, ଆପଣଙ୍କର ମିଥୁନ ଚକ୍ରବର୍ତ୍ତୀ ଦା ହୁଅନ୍ତୁ ଆଉ ଅଲଗା ସବୁ ଜଜେସ୍ ମାନେ ସମସ୍ତେ ଜୟ ଜଗନ୍ନାଥ କହୁଛନ୍ତି। ଆମର ଯୋଉ ଜୟ ଜଗନ୍ନାଥଙ୍କର ଯୋଉ ସଂସ୍କୃତି, ଜଗନ୍ନାଥଙ୍କର ସଂସ୍କୃତି ଯୋଉ, ସେ ବିଷୟରେ ସମସ୍ତେ ଯଦି ବା ସେମାନେ ଟିଭିରେ ଦେଖି ପାରୁନାହାନ୍ତି ଟାଇମ ଅଭାବରୁ, ହୁଁ ବଟ୍ ହୁଁ ସମସ୍ତେ ବହୁତ ଆଦୃତ କରୁଛନ୍ତି ଆମ ଓଡିଶାକୁ। ଆଉ ସମସ୍ତେ ଆମର ଭଗବାନଙ୍କର ଯୋଉ ମୁଁ ପ୍ରସାଦ ନେଇକି ମୁଁ ତାଙ୍କୁ ସମସ୍ତଙ୍କୁ ଦିଏ, ଦେଲେ ସେମାନେ ବହୁତ ମାନେ ଆତ୍ମ ସହକାରେ ସମସ୍ତେ ଗ୍ରହଣ କରନ୍ତି ଏବଂ ସମସ୍ତଙ୍କର ଇଚ୍ଛା ଥାଏ ଏବଂ ସମସ୍ତେ ମତେ ଗୋଟେ ଅଲଗା ଫିଲ୍, ମୁଁ ବହୁତ ଭଲ ଫିଲ୍ କରେ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇକି ସେମାନେ ପ୍ରସାଦ ଗ୍ରହଣ କରନ୍ତି। ଆଚ୍ଛା, ଯଦି ଯେତେ ବଡ ବଡ ସିଙ୍ଗରଙ୍କ କଥା କହିବା, ଉଦିତ ନାରାୟଣଙ୍କ କଥା କୁହନ୍ତୁ, ଶ୍ରେୟା ଘୋଷାଲ, ଏମିତି ଅନେକ ଯେତେ ଜଣ ବି ସେଠି ଜଜ୍ ବି ଅଛନ୍ତି,
ସେ ଆଜ୍ଞା। ସମସ୍ତ ଜଜ୍‌ଙ୍କ ଭିତରୁ କାହାର ମାନେ ବେଶୀ ଫେଭରାଇଟ୍ ଅଛନ୍ତି? ମାନେ ଆମେ ତ ଟିଭିରେ ଗୋଟେ କଥା ଦେଖୁଛୁ କିନ୍ତୁ ରିଆଲିଟି ଟା କଣ ଆପଣ ଜାଣିପାରୁଥିବେ। ଏ ଏ ସେ ଦେଖନ୍ତୁ ସେମାନେ ସମସ୍ତେ ଏତେ ଗୁଣୀ ଆଉ ପ୍ରତ୍ୟେକ ମାନେ ସେମାନେ ପୁରା ଗୀତ ଶୁଣିଲା ପରେ ସମସ୍ତେ ଜାଣି ନିଅନ୍ତି ଆମର 3 ଜଣ ଜଜ୍ ବହୁତ ଗୁଣୀ। ଆଉ ଯେତେବେଳେ ବାହାରୁ ବି ଯୋଉମାନେ ଆସୁଛନ୍ତି ଆପଣ ଯାହା କଥା କହିଲେ ଉଦିତ ନାରାୟଣ ଜୀ, ସିଏ ବି ବହୁତ ମାନେ ସେମାନଙ୍କର ଗାନ ଏତେ ସୁନ୍ଦର, ଏତେ ସେ ଗୀତକୁ ଜାଣିପାରନ୍ତି, ପରଖି ପାରନ୍ତି। ଆଉ ଜ୍ୟୋତିର ଡେଡିକେସନ, ଜ୍ୟୋତିର ଗୀତ ଶୁଣିକି ସମସ୍ତେ ତାକୁ ଏନକରେଜମେଣ୍ଟ କରିଛନ୍ତି, ସମସ୍ତେ ତାକୁ ଭଲ ପାଇଛନ୍ତି। ଆଉ ପ୍ରତ୍ୟେକ ଇଏରେ ତାକୁ ସପୋର୍ଟ କରିଛନ୍ତି। ଆଉ ସେମାନଙ୍କର ବି ସପୋର୍ଟ ଆଉ ନିଶ୍ଚୟ ଭାରତବାସୀ, ଓଡିଶାବାସୀ ସମସ୍ତଙ୍କ ସପୋର୍ଟ ଯୋଗୁଁ ହିଁ ଆଜି ସେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଲା। ଆଚ୍ଛା, ଯଦି ଦେଖିବା ଏପର୍ଯ୍ୟନ୍ତ ମାନେ ଟୋଟାଲ ଆପଣ ଇଣ୍ଡିଆନ୍ ଆଇଡଲ ଯୋଉ ଷ୍ଟେଜ ରହିଛି ସେଠିକି ଆଜ୍ଞା। ଯିବା, ଅଡିସନ ଦବା, ମାନେ ଟୋଟାଲ ହିସାବ କରିବା ଯଦି କେତେ ଦିନ ହେଲାଣି ଆପଣ ମାନେ ମୁମ୍ବାଇରେ ଅଛନ୍ତି? ମୁଁ ତ ଅଳ୍ପ ଦିନ ରହିଛି, କିନ୍ତୁ ଜ୍ୟୋତି ଅଗଷ୍ଟରେ ତାଙ୍କର ଷ୍ଟାର୍ଟ ହେଇଥିଲା। ଆଉ ବହୁତ ସ୍କ୍ରିନିଂ ତାଙ୍କର ହୁଏ ଏଇ ପୋଜିସନ, ମାନେ ତାଙ୍କର ଫାଷ୍ଟ ସିଲେକ୍ସନ ଯୋଉଟା ଆମେ ଟିଭିରେ ଦେଖୁ, ତା ପୂର୍ବରୁ ମିନିମମ୍ 5ଟା 6ଟା ସ୍କ୍ରିନିଂ ହୁଏ। ସେମାନେ ଗୀତ ଶୁଣନ୍ତି, ପରଖନ୍ତି, ତାପରେ ଆସନ୍ତି ଟିଭିରେ ଆମେ ଦେଖୁ। ତେଣୁ ସେ ଅଗଷ୍ଟରୁ ଷ୍ଟାର୍ଟ ହେଇଥିଲା ଏଇ ପ୍ରୋସେସ। ସେପ୍ଟେମ୍ବର ପାଖରୁ ସେମାନେ ସେଠି ରହିବା ଆରମ୍ଭ କଲେ। ଆଉ କିନ୍ତୁ ପରେ ପରେ ଯେତେବେଳେ ଟିକେ ଏତେ ଦିନ ରହିବା ପରେ ଜ୍ୟୋତିର ଟିକେ ଦେହ ଖରାପ ହେଲା ଏବଂ ଏକୁଟିଆ ସେ ଫିଲ୍ କଲା, ତେଣୁ ମୁଁ ତା ମମିକୁ ମେ 2 ତାରିଖ ପାଖରୁ କହିଲି ତମେ ଯାଇକି ସେଠି ରୁହ। ମେ 2 ପାଖରୁ ତାଙ୍କ ମମି ରହୁଛନ୍ତି ସେଠି। ହୁଁ ମୁଁ ହୁଁ। ମଝିରେ ମଝିରେ ଯାଇକି ଦେଖିକି ଦେଖା କରିକି ଆସେ। ଆଉ ପ୍ରତ୍ୟେକ ଦିନ ଆମେ ଫୋନ ମାଧ୍ୟମରେ କଥାବାର୍ତ୍ତା ହଉ, ଆଉ ତାକୁ ମୋଟିଭେସନ ଦଉ। ଆଉ କାହିଁକି ନା ସେ ସବୁ ସେଠି ତ ବହୁତ ପ୍ରେସର ଏବଂ ବହୁତ କଠିନ ପରିଶ୍ରମ କରିବାକୁ ପଡେ। ଗୀତ ଉଠେ, ନୂଆ ନୂଆ ଗୀତ ସବୁ ମିଳେ, ଗୀତ ଉଠେଇବାକୁ ପଡେ। ଆଉ ନୂଆ ନୂଆ ଗୀତ ସବୁ, ତା ବ୍ୟତୀତ କୋରସ ଗାଇବାକୁ ପଡେ। ତାଙ୍କର ବହୁତ ଡିସିପ୍ଲିନରେ ସେମାନେ ରଖନ୍ତି। ଆଉ ମୁଁ ଇଣ୍ଡିଆନ ଆଇଡଲକୁ ସତ କଥା ହୃଦୟରୁ ମୁଁ ସହକାରେ ମୁଁ ଧନ୍ୟବାଦ ଦେବି। ସେମାନେ ବହୁତ ଡିସିପ୍ଲିନ ଆକାରରେ ସବୁ ପିଲାଙ୍କର ଆଚ୍ଛା, ସେଠି ଦେଖଭାଲ କରୁଛନ୍ତି। ସାର୍ ସେଠି କିଛି ପଇସା ପତ୍ରର କାରବାର ହୁଏ କି? ମାନେ ଆଦୌ ଏମିତି ନୁହଁ, ଆଦୌ ନୁହଁ, ଆଦୌ ନୁହଁ। ବରଂ ସେମାନେ ଯାହାବି ସେମାନେ କରୁଛନ୍ତି ତାଙ୍କ ତରଫରୁ। ବର୍ତ୍ତମାନ ଥରେ ଉଦିତ ନାରାୟଣ ଜୀଙ୍କୁ ଦିଆଗଲା ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି, ସେମାନେ ସବୁ ଆରେଞ୍ଜମେଣ୍ଟ କରିଥିଲେ। ହୁଁ ହୁଁ। ତାପରେ ମୁଁ ଆଉ ଗୋଟେ ସେମିତି ଯେତେ ସବୁ ବା ଯାହା ସବୁ ହୁଏ, ସେମାନେ ତାଙ୍କର ଟେକ୍ନିକାଲ ଟିମ୍, ସେମାନେ ତାଙ୍କର ଟିମ୍, ସେମାନେ ସବୁ ସଂଗ୍ରହ, ସେମାନେ ସବୁ ଯୋଗାଡ଼ କରି ସେମାନେ ସବୁ ଦିଅନ୍ତି। ଗୋଟେ ପଇସା ଆମର କିଛି ଖର୍ଚ୍ଚ ହୁଏ ନାହିଁ। ଆଉ ଏଇଟା ସବୁ ବାହାରୁ ଯଦି କେହି କିଛି କହୁଥାନ୍ତି ସେ ସମ୍ପୂର୍ଣ୍ଣ ମିଥ୍ୟା। କାହିଁକିନା ଆମେ କେବେ ବି ସେମିତି କାହାରି ତରଫରୁ କୌଣସି ସେମିତି ସେମିତି ସାର୍ ଯଦି ହେଇଥାନ୍ତା, ତାହେଲେ ଗୋଟେ ଓଡିଆ ଝିଅ ସାରା ବିଶ୍ଵରେ ଏମିତି ନାଁ କରିପାରି ନଥାନ୍ତା। ଯଦି, କାହିଁକି ନା ନିଶ୍ଚୟ ଆମ ପାଖରେ ତ ଏତେ ଆମେ ପଇସା କାହାକୁ ପତ୍ର ନାହିଁ। ଆମ ପାଖରେ ଏତେ ପଇସା ପତ୍ର ଆମେ ଆଉ କାହାକୁ ଦେଇପାରିବୁ, କେତେ ଦେଇପାରିବୁ? ସେମିତି ତ ଆହୁରି ଅଲଗା କଣ୍ଟେଷ୍ଟେଡ୍ ସେମାନେ ଆହୁରି ଭଲ ପରିସ୍ଥିତିରେ ଅଛନ୍ତି, ସେମାନେ ବି ସେମିତି ଦେଇପାରନ୍ତି। ଏବଂ ଆମର ଓଡିଶା ନୁହଁ, ସାରା ଭାରତରେ ବହୁତ ପଇସା ବାଲା ଅଛନ୍ତି, ସେମାନେ ବି ହଁ ହଁ ହଁ। ଟଙ୍କା ମାଧ୍ୟମରେ ସେଠି ଆସିପାରନ୍ତେ। ପିଓରଲି ଏଟା ହଉଛି ପିଓରଲି, ଦେଖନ୍ତୁ ବହୁତ ଗୀତ ଆହୁରି ଅଲଗା ପିଲାମାନେ ଅଛନ୍ତି ଯୋଉମାନେ ବହୁତ ଭଲ ଗୀତ ଗାଉଛନ୍ତି। କେବଳ ଗୀତ ଗାଇଲେ ହବନି, ତା ବ୍ୟତୀତ ଇଣ୍ଡିଆନ ଆଇଡଲ ମାନେ ସବୁ ଚାଲିଚଳନ, ବେଶଭୂଷା, ପୋଷାକ, ତାଙ୍କର ସ୍ମାର୍ଟନେସ୍, କଥା କହିବାର ଶୈଳୀ, ଗୀତ ଗାଇବାର ଟେକ୍ନିକ, ତାପରେ ସବୁଠୁ ଉପରେ ହେଲା ପ୍ରଭୁ, ମାନେ ପ୍ରଭୁ ଗୋଟେ ଡିଭାଇନଙ୍କର ଆଶୀର୍ବାଦ, ସୋଲ ଡିଭାଇନଙ୍କର ଆଶୀର୍ବାଦ ନ ରହିଲେ ସେଇ ପଜିସନ ଏବଂ ସମସ୍ତଙ୍କର ଆଦୃତ ହବା, ସମସ୍ତଙ୍କର ଭଲ ପାଇବା ମିଳିବ ନାହିଁ। ଆଉ ନହେଲେ ଆମ ଓଡିଶା କୁହନ୍ତୁ, ଭାରତ କୁହନ୍ତୁ, ସବୁଥିରେ ବହୁତ ସଙ୍ଗୀତ ପ୍ରେମୀ ଅଛନ୍ତି, ସଙ୍ଗୀତ ପିଲା ଅଛନ୍ତି ଯୋଉମାନେ ଗୀତ ଭଲ ଗାଉଛନ୍ତି। କିନ୍ତୁ ସେମାନେ ନ ଆସିପାରିବାର କାରଣ ହଉଛି ଲକ୍, ଆଉ ଭଗବାନଙ୍କର ଆଶୀର୍ବାଦ, ବଡ ମାନଙ୍କର ଆଶୀର୍ବାଦ। ଏଇ ଯୋଗୁ ହିଁ ଆଜି ଯେତିକି ପିଲା ଅଛନ୍ତି ସେମାନେ ଏଇ ସବୁ ପାଇଛନ୍ତି ବୋଲିକି ଆଜି ସେଠି ଅଛନ୍ତି, ପହଞ୍ଚୁଛନ୍ତି। ଆଚ୍ଛା, ଯଦି ଦେଖିବା ଜ୍ୟୋତିର୍ମୟୀ ନାୟକଙ୍କ ବାପାଙ୍କ ନାଁ ରହୁଛି ଚକ୍ରଧର ନାୟକ, ମାଙ୍କ ନାଁ ଆଜ୍ଞା ଗୌରୀ ନାୟକ, ଠିକ ଆଜ୍ଞା ଅଛି। ତ ଚକ୍ରଧର ନାୟକ ଆଉ ଗୌରୀ ନାୟକ ଯେତେବେଳେ ଜ୍ୟୋତିର୍ମୟୀଙ୍କୁ ଜନ୍ମ ଦେଇଥିଲେ, ସେତେବେଳେ ଆଜ୍ଞା। ମାନେ ଗୋଟେ ବାପା ହିସାବରେ ଝିଅଟେ ଯେତେବେଳେ ଜନ୍ମ ହେଇଥିଲା, ଆପଣ ସାର୍ ଖୁସି ଥିଲେ ନା ନାଇଁ, ମନରେ କିଛି ସନ୍ଦେହ ଥିଲା ଯେ ଗୋଟେ ଝିଅଟେ ଜନ୍ମ ହେଲା? ପ୍ରାୟତଃ ଆମେ ପୁରୁଣା କାଳିଆ ଜାଣିଛୁ ଯେ ଝିଅ ମାନେ ଜନ୍ମ ହେଲେ ଟିକେ ଦୁଃଖ ଅନୁଭବ କରନ୍ତି କିଛି ଜଣ ବାପା। ତ ସେଇ ବାପା ଲିଷ୍ଟରେ ଆପଣ ଯାଉଛନ୍ତି ନା ଅଲଗା କିଛି ଭାବିଥିଲେ ନିଜ ଝିଅକୁ ନା, ନେଇ? ମୋର
ଯେହେତୁ ମୋର ପ୍ରଥମେ ପୁଅ ଗୋଟେ ଅଛି, ବଡ ପୁଅଟେ, ସେ ବର୍ତ୍ତମାନ ଜର୍ମାନୀରେ। ହଁ ତାପରେ କଣ ଆମେ, ତାଙ୍କ ନାଁ ସାର୍? ତାଙ୍କ ନାଁ ହଉଛି ଦେବବ୍ରତ ନାୟକ। ସେ ଜଣେ ଇଞ୍ଜିନିୟର, ଆଉ ବର୍ତ୍ତମାନ ସେ ଜର୍ମାନୀରେ ବ୍ରେମେନରେ ସେ ଗଭର୍ଣ୍ଣମେଣ୍ଟରେ ଜବ୍ କରୁଛି। ଆଚ୍ଛା ସାର୍, ଆଉ ଆପଣ କଣ କରନ୍ତି ମାନେ ଜ୍ୟୋତିଙ୍କ ମୁଁ ବାପା? ଜଣେ ମୁଁ ଜଣେ ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ମୁଁ ଆଚ୍ଛା। L&T କନଷ୍ଟ୍ରକ୍ସନ ଓଡିଶା ହେଡ୍ ଅଛି, କମର୍ସିଆଲ ହେଡ୍ ଅଛି। ମୁଁ ଜଣେ ଆଜ୍ଞା। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଆଜ୍ଞା। ଆଉ ଯେତେବେଳେ ଜ୍ୟୋତି ଜନ୍ମ ହେବା ପୂର୍ବରୁ ଆମେ ଦୁଇ ଜଣ, ମୁଁ ମୋ ମିସେସ୍ ଦୁଇ ଜଣ, ଆମେ ପାଖରେ ଥିବା ଆମ ଗାଁ ନୀଳଗିରି ପାଖରେ ବାଉଁଶନାଳ, ବାଲେଶ୍ୱର ଜିଲ୍ଲାରେ ପାଖରେ ମା ଭୁଦାରଚଣ୍ଡୀ ମନ୍ଦିର ଅଛି। ଭୁଦାରଚଣ୍ଡୀ ମନ୍ଦିର ବହୁତ ପ୍ରଖ୍ୟାତ, ରାଜା ତିଆରି କରିଥିଲେ 200 ବର୍ଷ ପୂର୍ବରୁ। ସେ ମନ୍ଦିରର ପୂଜକ ପାଖକୁ ଆମେ ପ୍ରାୟ ସବୁବେଳେ ଯାଉ। ଆଉ ସେ ମା ଭୁଦାରଚଣ୍ଡୀକୁ ଆମେ ପ୍ରାର୍ଥନା କରୁଥିଲୁ ଏବଂ ଆମେ ଗୋଟେ ଯଜ୍ଞ କରିଥିଲୁ। ଯଜ୍ଞ ସରିଲା ପରେ ଆମ ସେ ନନା କହିଲେ ଯେ ତମର ଗୋଟେ ଝିଅ ହବ, ତାଙ୍କ ନାଁ ମାଙ୍କ ନାଁରେ ରହିବ, ଜ୍ୟୋତିର୍ମୟୀ ରଖିବ। ଆମେ ଆଚ୍ଛା। ସେ ଆମେ ସେଇଠୁ ତାଙ୍କ ନାଁ ଜ୍ୟୋତିର୍ମୟୀ ରଖିଲୁ। ହଁ। ଏବଂ ମୁଁ ପିଲାବେଳେ ଗୁଣୁଗୁଣୁ ହୋଇ ଗୀତ ଗାଏ, ଗୀତ ଗାଉଥିଲି, ସ୍କୁଲରେ ଗୀତ ଗାଉଥିଲି, ନାଟକ କରୁଥିଲି। ଏବଂ ମୋର ସେ କଳା, ମୋ ଜେଜେବାପାଙ୍କର କଳା ଥିଲେ, ସେ ଜଣେ ଭଲ କୀର୍ତ୍ତନ ବାଦକ ଥିଲେ। ଆମର ସେଇ କଳା ଯୋଉ ଥିଲା, ସେଇ କଳା ମୁଁ କିନ୍ତୁ ପଢାରେ ଲାଗିଲି। ଆମ ସମୟରେ ସଙ୍ଗୀତର ଏତେ ଅଧିକାର ନଥିଲା, ଲୋକଙ୍କର ଦ୍ଵାରା ଆଦୃତ ନଥିଲା। ଆଉ ମୁଁ ପଢାରେ ଲାଗିକି ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଇପାରିଲି। କିନ୍ତୁ ମୁଁ ଯେତେବେଳେ ଦେଖିଲି ମୋ ଝିଅ ଜ୍ୟୋତିର୍ମୟୀ ସାନ ବେଳୁ ସେ ଭଲ ଗୀତ ଗାଇପାରୁଛି, ଭଜନ ଗାଇପାରୁଛି, ଭଲ ସ୍ତୋତ୍ର କହିପାରୁଛି, ସଂସ୍କୃତରେ ପୁରା କ୍ଲିୟରଲି ସେ କହିପାରୁଛି, ହିନ୍ଦୀ ତାର ସ୍ପଷ୍ଟ। ତେଣୁ ମୁଁ ତାକୁ ଶିକ୍ଷା, ସଙ୍ଗୀତର ଶିକ୍ଷା ତାର ଦବା ଆରମ୍ଭ କଲି। ରାଉରକେଲାରୁ ପ୍ରଥମ ଆରମ୍ଭ ହେଲା। ତାପରେ ମୁଁ ଭୁବନେଶ୍ୱର ବଦଳିକି ଆସିଲି। ଭୁବନେଶ୍ୱରରେ ସେମିତି ଭଲ ଭଲ ଗୁରୁ ମାନଙ୍କ ପାଖରେ ମୁଁ ତାକୁ ଶିକ୍ଷା ଦେଲି। ଆଉ ତାର ଏତେ ଉପରକୁ ଯିବା ପଛରେ ସବୁ ଗୁରୁ ମାନଙ୍କର ହାତ ଅଛି। ତା ବ୍ୟତୀତ ବିଶେଷ କରି ମୁଁ ଜଣଙ୍କର ଗୋଟେ ଯୋଉ ଗୁରୁଙ୍କ ନାଁ ମୁଁ ନେବି, ସେ ହୁଁ। ହଉଛନ୍ତି ଶ୍ରୀ ଶାରଦା ପ୍ରସନ୍ନ ସାହୁ, ଲେଫ୍ଟ ଶାରଦା ପ୍ରସନ୍ନ ସାହୁ। ସେ 47 ଏଜରେ 2 ବର୍ଷ 3 ବର୍ଷ ତଳେ ଚାଲିଗଲେ। ତାର ଏଇ ଯୋଉ ଲାଇଟ୍ ମ୍ୟୁଜିକ, ମାନେ ହିନ୍ଦୀ ଗୀତ ଉଠେଇବାର, ସିଏ ହଉଛନ୍ତି, ତାଙ୍କର ସବୁଠୁ ହାତ ଅଛି। ସେ ସବୁବେଳେ କୁହନ୍ତି ମା ତୁ ନିଶ୍ଚିତ ଦିନେ ନା ଦିନେ ବହୁତ ନାମ କରିବୁ, ଭାରତ ବର୍ଷରେ ତୋର ନାମ ହବ। ସେ ସେତେବେଳେ ତାଙ୍କ ଗୁରୁ ଶାରଦା ପ୍ରସନ୍ନ ସାର ସେ ଜାଣିପାରିଥିଲେ। ହୁଁ ହୁଁ। ଏବଂ ସେ ସମସ୍ତଙ୍କୁ କହୁଥିଲେ ତମେ ଗାଇ ଚାଲ, ଶିଖି ଚାଲ, ଏବଂ କେବେ ବି ଆଶା କରନି ଫଳରେ, ନିଶ୍ଚିତ ତମେ ଦିନେ ନା ଦିନେ ଭଲ ଏହାର ଫଳ ପାଇବ। କିନ୍ତୁ ସେ ସାର୍ ଆଜି ନାହାନ୍ତି, 3 ବର୍ଷ ହେଲା ତାଙ୍କର ଏକ୍ସପାୟାର୍ଡ ହେଇଯାଇଛି ଲଙ୍ଗସ୍ ଖରାପ ହବା ଯୋଗୁ। ଆଉ ସେ ଥିଲେ ଆଜି ବହୁତ ଖୁସି ହେଇଥାନ୍ତେ, ଆଉ ଆମେ ସମସ୍ତେ ଆହୁରି ଖୁସି ହେଇଥାନ୍ତୁ। ଆଉ ଯାହା ଜ୍ୟୋତିକୁ ଦେଖୁଛନ୍ତି, ସେ ସାର୍ ତାକୁ ଆହୁରି ଭଲ କରିପାରିଥାନ୍ତେ। ଆଉ ଏଇଟା ଗୋଟେ ଆମର କମି ରହିଯାଇଛି। ଆଚ୍ଛା, ଜ୍ୟୋତି ଯଦି ସାର୍ ଜ୍ୟୋତିର୍ମୟୀ ସିଙ୍ଗର ନ ହେଇଥାନ୍ତେ, ଆପଣ ତାଙ୍କୁ କୋଉ ଲାଇନ ରେ ନବା ପାଇଁ ଇଣ୍ଟରେଷ୍ଟେଡ ଥିଲେ? ସେ ପଢାରେ ବହୁତ ଭଲ ଥିଲା। କ୍ଲାସ 10 କୁହନ୍ତୁ, DPS ସ୍କୁଲରୁ ସେ ପାସ୍ ଆଉଟ୍, ଭଲ ରାଙ୍କ ରଖିକି 93% 94%। ତାପରେ ସେ ବାପରେ। କିଟ୍ ରୁ କମ୍ପ୍ୟୁଟର ସାଇନ୍ସରେ ପାସ୍ ଆଉଟ୍ କଲା ଏବଂ ଇମିଡିଏଟଲି କ୍ୟାମ୍ପସରେ ସିଏ 20 ଲାଖ ପ୍ୟାକେଜରେ ବାଙ୍ଗାଲୋରରେ ଆଉ ହାଇଦ୍ରାବାଦରେ ପାଇଲା। କିନ୍ତୁ ସେ ଜବ୍ ଯୋଉ ଧରନ୍ତୁ 8 ଘଣ୍ଟା 10 ଘଣ୍ଟା ଜବରେ ବସିକି କାମ କରିବା ତାର ଇଚ୍ଛା ନଥିଲା। ଯେହେତୁ ସେ ସାନ ବେଳୁ ପ୍ରତ୍ୟେକ ଦିନ ରିୟାଜ କରେ, ଆଉ ହିନ୍ଦୁସ୍ତାନ କ୍ଲାସିକାଲରେ ତାର ଶିକ୍ଷା ଅଛି, ଆଉ ଗୀତ ସବୁ ଗାଏ, ତେଣୁ ସେ ଏଇ ଗୀତ ମାଧ୍ୟମରେ, ଗୀତ ଲାଇନ ପାଇଁ ସେ ଚୁଜ୍ କଲା। ମୁଁ ତାକୁ କହିଲି ୟା ପରେ ନେକ୍ସଟ ସେ ଗୋଟେ କୋର୍ସ କଲା ଚେନ୍ନାଇରୁ, ମ୍ୟୁଜିକ ଥେରାପି। ମ୍ୟୁଜିକ ଥେରାପି ମାନେ ହେଲା ମ୍ୟୁଜିକ ମାଧ୍ୟମରେ ବିଭିନ୍ନ ମ୍ୟୁଜିକ ମାନେ ସାଉଣ୍ଡ ମାଧ୍ୟମରେ ଯୋଉ କ୍ୟାନ୍ସର ପେସେଣ୍ଟସ, ପ୍ରେଗନେଣ୍ଟ ଲେଡିଜ, ପିଲାମାନେ ଯୋଉମାନେ ଖରାପ ହେଇଯାଉଛନ୍ତି, ମାନେ ଡାଇଭର୍ଟ ହେଇଯାଉଛନ୍ତି, ଖରାପ ପଢାପଢି କରୁନାହାନ୍ତି, ତାଙ୍କୁ କେମିତି ଠିକ କରାଯିବ। ଯୋଉ କ୍ୟାନ୍ସର ପେସେଣ୍ଟ, ସେମାନେ ତ ମରିବା ସୁନିଶ୍ଚିତ, କିନ୍ତୁ ଯେତିକି ଦିନ ସେମାନେ ବଞ୍ଚୁଛନ୍ତି କେମିତି ଖୁସିରେ ବଞ୍ଚିବେ, ତାଙ୍କର ଯୋଉ ପେନଫୁଲ ଲାଇଫ ଟା ଟିକେ କେମିତି ରିଲାକ୍ସ ହବ, ଏଇ ସବୁ ଟେକ୍ନିକ ଗୁଡାକ ସବୁ ସେଥିରେ ଶିଖା ହୁଏ। ଏଇଟା ସବୁ ଫରେନ ରେ ଅଛି ଅଲରେଡି। ଇଣ୍ଡିଆରେ ଡକ୍ଟର ମାନେ ସମସ୍ତେ ପଢିଛନ୍ତି, କିନ୍ତୁ ଆମର ସେମିତି ଆଗକୁ କେହି ଯାଉନାହାନ୍ତି, କରୁନାହାନ୍ତି। ତେଣୁ ମୁଁ ତାକୁ ଚେନ୍ନାଇରେ 1 ବର୍ଷ ପଠେଇଲି। ଚେନ୍ନାଇରୁ ସେ ମ୍ୟୁଜିକ ଥେରାପି କୋର୍ସ କଲା। ସେଠି କ୍ୟାନ୍ସର ପେସେଣ୍ଟ ମାନଙ୍କୁ ଥେରାପି ଦିଏ। ଏବଂ ଯେହେତୁ ଭାଷା ଅଲଗା, ସେଥିପାଇଁ ଆମେ ଚାହିଁଲୁ ଓଡିଶାକୁ ଆସିବା ପାଇଁ। ଓଡିଶାରେ ସବ୍ ମଲ୍ଟିମିଡ଼ିୟମରେ ଯାଇକି ସେ ଯେତେବେଳେ ସମୟ ପାଇଁ ଯାଏ,
ଯାଇକି ତାକୁ କ୍ୟାନ୍ସର ପେସେଣ୍ଟ ମାନଙ୍କୁ କିଏ ଯାହା ତାଙ୍କର ରୁଚି ମୁତାବକ କିଏ କହିବ ଅକ୍ଷୟ ମାତ୍ୟ ଗୀତ ଶୁଣିବେ, କିଏ କହିବେ ଆମକୁ ସ୍ତୋତ୍ର ଶୁଣାଅ, ପୁରୁଣା କିଛି ଗୀତ ଶୁଣାଅ, ଲତା ମଙ୍ଗେଶକର ଗୀତ ଶୁଣାଅ, କାହାର ଗୀତ ଶୁଣାଅ, ସେ ସବୁ ତାଙ୍କୁ ଗୀତ ଶୁଣେ, ତାଙ୍କ ସହିତ କିଛି ସମୟ ବିତାଏ। ବିତାଇଲା ପରେ ଏବଂ ତାଙ୍କର ମେଡିକାଲ ଚେକଅପ୍ ହୁଏ। ମେଡିକାଲ ଚେକଅପ୍ ରେ ଦେଖାଯାଇଛି ସମସ୍ତଙ୍କର ଇମ୍ପ୍ରୁଭମେଣ୍ଟ ହେଇଛି। ଆଉ ଏଇଗୁଡାକ ସେ କରେ ଏବଂ ସୋସିଆଲ ୱାର୍କ କରେ। ଆଉ ତାପରେ ସେ ପିଲାମାନଙ୍କୁ ଶିଖେଇବା ଆରମ୍ଭ କଲା। ଏସବୁ କରିବା ଦ୍ଵାରା ତାର ଓଭରଅଲ ତାପରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଭଜନ ସେ ପ୍ରଡ୍ୟୁସ କଲା, ଗାଇଲା। ହୁଁ ହୁଁ। ଏଇସବୁ କରିବା ଦ୍ଵାରା ତାର ଯୋଉ ଟ୍ରାନ୍ସଫର୍ମେସନ ହେଲା, ତା ଦ୍ଵାରା ସେ ଗୋଟେ ଡିଭାଇନଙ୍କର ଗୋଟେ ଶକ୍ତି ତା ପାଖରେ ଆସିଲା। ଆସିଲା ଦ୍ଵାରା ସିଏ ଏଇ ଯୋଉ ଇଣ୍ଡିଆନ ଆଇଡଲରେ ସିଏ ସକ୍ସେସଫୁଲ ହେଲା। ଆଚ୍ଛା। ଆଉ ଆଜ୍ଞା। ହଁ ତ ସାର୍ ଇଣ୍ଡିଆନ ଆଇଡଲ ମଞ୍ଚରେ ଜ୍ୟୋତିର୍ମୟୀ କିଛି ଓଡିଆ ଗୀତ ଗାଇଛନ୍ତି କି? ହଁ ସାର୍, ଆମର ଓଡିଆ ପାଇଁ ସେ ବହୁତ ଚେଷ୍ଟା କରିଛି ଗାଇବା ପାଇଁ, କିନ୍ତୁ ଆପଣ ଯେମିତି ଜାଣନ୍ତି ଓଡିଶାରୁ ଆଜି ସେ ଯାଇକି ଏତିକି କରିକି ଆସିଲା ଏବଂ ସମସ୍ତେ ବର୍ତ୍ତମାନ ଆଚମ୍ବିତ ଯେ ଓଡିଶାରେ ବି ଏତେ ଭଲ ପ୍ରତିଭା ଅଛି। ନିଶ୍ଚୟ ଅଛି। ଆଉ ୟା ପରେ ତାଙ୍କ ଟିମ୍ କହୁଛନ୍ତି ଯେ ଓଡିଶାରେ ବହୁତ ପିଲା ଏ ବର୍ଷ ନେକ୍ସଟ ଇୟର ପାଇଁ, ଯୋଉ ନେକ୍ସଟ ଇୟର ହବ ସିଜନ 17 ହବ, ଏଥିପାଇଁ ବହୁତ ପିଲା ଆଗ୍ରହୀ ଅଛନ୍ତି ଏବଂ ଏ ବର୍ଷ ଯୋଉ ହବ ସେଥିରେ ବି ସେମାନେ ସବୁ ପାର୍ଟିସିପେଟ କରିବେ। ଆମେ ଚାହୁଁଛୁ ସ୍ପେଶାଲି ଗୋଟେ ଭୁବନେଶ୍ୱରରେ ହବ୍ କରିକି ଯେମିତି କାଲକାଟାରେ ଏବଂ ଦିଲ୍ଲୀରେ ହଉଛି ସେଇଭଳିଆ ଭୁବନେଶ୍ୱର ବି କରାଯିବ। ଆମେ ରିକ୍ୱେଷ୍ଟ କରିଛୁ ତାଙ୍କ ମ୍ୟାନେଜମେଣ୍ଟକୁ, ସେମାନେ ଏଠି କଲେ ଆମର ସମସ୍ତେ ଓଡିଶାବାସୀ ପିଲାମାନେ ଯୋଉମାନେ ଗୀତ ଶିକ୍ଷା କରୁଛନ୍ତି ସେମାନେ ବି ସ୍ଥାନ ପାଇବେ ଆଉ ଆଗକୁ ଓଡିଶାର ନାମ ଆହୁରି ଉଜ୍ଜଳ କରିବେ। କିନ୍ତୁ ଆମେ ବହୁତ ଚେଷ୍ଟା କରିଛୁ, ଦେଖାଯାଉ ସେମାନେ ଯଦି ଆଗକୁ ଚାନ୍ସ ଦିଅନ୍ତି ତେବେ ସେ ନିଶ୍ଚିତ ଗାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ତାକୁ ଚାନ୍ସ ସୁଯୋଗ ମିଳିନାହିଁ, ଆଉ ସେ ସେଥିପାଇଁ ଗାଇପାରୁନି। ଆଚ୍ଛା, ମାନେ ଟିଲ୍ ନାଓ ଯଦି ଦେଖିବା ଇଣ୍ଡିଆନ ଆଇଡଲ ମଞ୍ଚରେ ଜ୍ୟୋତି କେତୋଟି ଗୀତ ଟୋଟାଲ ଗାଇଛନ୍ତି? ସେ ତ ନିଶ୍ଚିତ, କାହିଁକି ନା ତାଙ୍କର 80 ଏପିସୋଡ ଏବେ ହଉଛି, ନିଶ୍ଚିତ ସିଏ ପାଖାପାଖି 50ଟା ଗୀତ ଗାଇଥିବ, 40ରୁ 50 ଗୀତ ଗାଇଥିବ। ତାମାନେ ଏଇ ଜର୍ଣ୍ଣି ଯଦି ଅଗଷ୍ଟ ମାସରୁ ଦେଖିବା, ଇଏ ତ ଏବେ ତ ଜୁଲାଇ ଚାଲିଲାଣି, ମାନେ ଗୋଟେ ବର୍ଷର ଜର୍ଣ୍ଣି। ଗୋଟେ ଆଜ୍ଞା ମଣିଷର 365 ଦିନ ତାଙ୍କର ଗଲାଣି ତା ମାନେ, ନା କି? ଆଜ୍ଞା ଆଜ୍ଞା। ସେଥିରେ ବହୁତ ସାରା ଇମ୍ପ୍ରୁଭମେଣ୍ଟ ହେଇଛି। ହୁଁ ଆଉ ହୁଁ। ସେ ସବୁ ଭଲ ଭଲ ସିଙ୍ଗର ଯୋଉମାନେ ସବୁ ଥିଲେ ତାଙ୍କର ଯୋଉ ଟେକ୍ନିକ ଗୁଡାକ ସେ ଜାଣିବାକୁ ପାଇଲା ଏବଂ ତାଙ୍କର ମେଣ୍ଟର ଆନନ୍ଦ ସାର୍ ଅଛନ୍ତି, ଆଉ ଜଣେ ସାର୍ ଅଛନ୍ତି, ସମସ୍ତଙ୍କର ଗାଇଡେନ୍ସ ପାଇଲା ଏବଂ ବହୁତ ଭଲ ଭଲ ମ୍ୟୁଜିସିଆନ ସେଠି ଅଛନ୍ତି। ଆପଣମାନେ ଦେଖିଥିବେ ସେମାନେ ଏକ୍ସେଲେଣ୍ଟ ପ୍ଲେ କରୁଛନ୍ତି ଆଉ ସେମାନଙ୍କର ବି ଗାଇଡେନ୍ସ ମିଳିଲା। ତେଣୁ ଆଜି ଯୋଉ ତାର ଇମ୍ପ୍ରୁଭମେଣ୍ଟ ଦେଖୁଛନ୍ତି ଏଇ ସବୁ ଯୋଗୁ, ଆଉ ମୁଁ ତ କହିବି ସମସ୍ତେ ଥରେ ଥରେ ଏଇ ସବୁ ଜିନିଷ ମାନେ ଏଇ ସବୁ ଗୀତରେ ସେମାନେ ବମ୍ବେ ଯାଇକି ବମ୍ବେରେ କିଛି ଯଦି ଶିକ୍ଷା ଲାଭ କରନ୍ତେ, ଯାହା ବି ଯେତିକି ଶିକ୍ଷା ଅଛି ଆହୁରି ଭଲ ଶିକ୍ଷା ପାଆନ୍ତେ। ଆଚ୍ଛା, ଜ୍ୟୋତି ଓଡିଶାରେ ଆସିକି ଓଡିଆ ଫିଲ୍ମ ଗୀତ ଗାଇବେ ନା ବଲିଉଡ କୁ ଏଣ୍ଟ୍ରି କରିବାର ପ୍ଲାନିଂ କଲେଣି? ନା 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 ନା, ନିଶ୍ଚିତ ଆମେ ଓଡିଶା, ଓଡିଆ ଭକ୍ତ, ଓଡିଆ ପ୍ରେମୀ। ସେ ଓଡିଶାର ବି ଗାଇବ ଏବଂ ବାହାରୁ ଆସିଲେ ବି ବାହାରୁ ଗାଇବ। ଅବଭିୟସଲି ଯେହେତୁ ସେ ବର୍ତ୍ତମାନ ଇଣ୍ଡିଆନ ଆଇଡଲରେ ଚମକିଛି, ତେଣୁ ବାହାର ବି ଅଫର ଆସିବ, ବାହାରେ ଗାଇବ। ବଟ୍ ଆମେ ଓଡିଶାକୁ କେବେ ବି ଇଏ କରିବୁ ନାହିଁ। ଓଡିଆ ଗୀତ, ଓଡିଆର ଯୋଉ ଫିଲ୍ମ ସବୁ ସେ ଗାଇବ। ଓକେ, ଏବେଠୁ କିଛି ଅଫର ଆସିଲାଣି, ମାନେ ହଁ, ଆପଣଙ୍କୁ ଅଫର କୌଣସି ଅଫର ଅଫର ଆସିଲାଣି, କିନ୍ତୁ ବର୍ତ୍ତମାନ ରେଷ୍ଟ୍ରିକ୍ସନ ଅଛି। ଫାଇନାଲ ପର୍ଯ୍ୟନ୍ତ ସେମାନଙ୍କୁ ବାହାରକୁ ଛଡ଼ାଯାଏ ନାହିଁ। ତେଣୁ ସମସ୍ତଙ୍କୁ କୁହାଯାଇଛି ଫାଇନାଲ ହେବା ପରେ ତାପରେ ସେଡ୍ୟୁଲିଂ ହବ। ଆଚ୍ଛା, ମାନେ ଆଉ କଣ କଣ ରେଷ୍ଟ୍ରିକ୍ସନ ଆସିଛି ମାନେ ଜ୍ୟୋତିଙ୍କ ଉପରେ? ନା, ଏବେ ରେଷ୍ଟ୍ରିକ୍ସନ ଆଉ କିଛି ନାହିଁ। ହୁଁ। କେବଳ ଟାଇମ ରେଷ୍ଟ୍ରିକ୍ସନ କିଛି ନାହିଁ। ସେମାନେ ସମୟ ବାହାର କରିକି ବାହାରକୁ ଯିବା ବା ଘରକୁ ଛାଡୁନାହାନ୍ତି। ଏତେ ଦିନ ଭିତରେ ଥରେ ମାତ୍ର ସେ ଆସିଥିଲା, ମେ ମାସରେ, ଏପ୍ରିଲ ମାସରେ ଥରେ ମାତ୍ର ଆସିଥିଲା ଘରକୁ। ହୁଁ ହୁଁ। ଆଉ ଆସିନାହିଁ, ଛାଡନ୍ତି ନାହିଁ। ଆଉ ଏଇଟା ସମସ୍ତଙ୍କ ପାଇଁ, ସବୁ ପିଲାଙ୍କ ପାଇଁ, ଆଚ୍ଛା ଆଚ୍ଛା, ଯେତେ ହଁ। କଣ୍ଟେଷ୍ଟେଣ୍ଟ ଅଛନ୍ତି ସମସ୍ତଙ୍କ ପାଇଁ ଏ ରୁଲ୍ସ ଅଛି। ଆଚ୍ଛା ସାର୍, ମାନେ ବାପା ହିସାବରେ ଝିଅ ମାନଙ୍କୁ ତ ରାଗନ୍ତିନି ପ୍ରାୟ ବାପା ମାନେ, ଆମେ ଦେଖି ଜାଣିଛୁ। ପୁଅ ମାନଙ୍କୁ ଅବଶ୍ୟ ରାଗନ୍ତି, କିନ୍ତୁ ଜ୍ୟୋତିଙ୍କ ବାପା ମାନେ ଚକ୍ରଧର ବାବୁ କେବେ ରାଗିଛନ୍ତି ନିଜ ଝିଅ ଜ୍ୟୋତିର୍ମୟୀ ଉପରେ? ମୁଁ ପାଠ ପଢା ତ ଅଟୋମେଟିକ ହୁଏ। ଆଉ ଗୋଟେ ଯୋଉ ପିଲାମାନେ ଗୀତ ଭଲ ଗାଆନ୍ତି ସେମାନଙ୍କର ଭଲ ବିଦ୍ୟା ବି ହୁଏ। ମ୍ୟାଥମେଟିକ୍ସ କୁହନ୍ତୁ, ଇଂଲିଶ କୁହନ୍ତୁ, ଭଲ ହୁଏ, ବ୍ରେନ ଏକ୍ସରସାଇଜ ହୁଏ। ତେଣୁ ମୁଁ ତାକୁ
ଯେତେବେଳେ ସେ ଟିକେ ରିୟାଜରେ ଢିଲା ମାରେ ମୁଁ କୁହେ ତୁ ରିୟାଜ ନ କଲେ ମୁଁ ତାକୁ ଏକ୍ସେପ୍ଟ କରିପାରିବିନି, ରାଗିଯିବି। ଆଉ ଡେଲି ରିୟାଜ ଦରକାର ଏବଂ ଡେଲି ଗୀତ। ଆଉ ମୁଁ ବି ଯେତେବେଳେ ଗୀତ ଭଲ ପାଏ ମୁଁ ତାଙ୍କ ସହିତ ଅଫିସରୁ ଫେରିଲା ପରେ ଆମେ ଦି ଜଣ ବାପା ଝିଅ ଗୁଣଗୁଣ ହଉ, ଗୀତ ସବୁ ଗାଉ, ପୁରୁଣା ଗୀତ ଏବଂ ମଜା ନଉ। ତେଣୁ ସେମିତି ସୁଯୋଗ ଆସିନାହିଁ। ଆଉ ସେ ମୋର ପ୍ରାଉଡ ଡଟର। ଆଚ୍ଛା, ମାନେ ସେମିତି କେବେ ହାତ ଉଠିନି ଜ୍ୟୋତିର୍ଙ୍କ ସେମିତି ଉପରେ? ନା, ସେମିତି କେବେ ହାତ ଉଠେଇବାର ସୁଯୋଗ ଆସିନି। ହଁ, ଗୀତ ଗାଇବା ପାଇଁ ମୁଁ ତାକୁ ସବୁବେଳେ ପ୍ରୋତ୍ସାହନ କରେ। ଆଉ ସେ ସେତେବେଳେ ସେଥିରେ ଟିକେ ସେ ଫେଲ ମାରିଲେ ମୁଁ ତା ନିଶ୍ଚିତ ତାକୁ ଗାଳି କରେ। ଆଚ୍ଛା, ପୁଅ ଉପରେ ହାତ ଉଠିଥିବ ନିହାତି ବାପାଙ୍କର। ପୁଅ ପାଇଁ ଆମର ଏକ୍ସପେକ୍ଟେସନ ଟିକେ ଅଧିକା ଥାଏ। ସେ କେମିତିକା ଜବ କରିବ, କେମିତିକା ଭଲ କରିବ। ପୁଅ ବି ବହୁତ ଭଲ ପଢାରେ ଏବଂ ସେ ସାଙ୍ଗେ ସାଙ୍ଗେ ଚାନ୍ସ ପାଇକି ଜର୍ମାନରେ ନାଇଁ ନାଇଁ, ମତେ ସାର୍ ଗୋଟେ କଥା କ୍ଲିୟର କରନ୍ତୁ, ଆପଣ ପୁଅ ଉପରେ ହାତ ଉଠେଇଛନ୍ତି ନା ନାହିଁ? ସାନବେଳେ ନିଶ୍ଚିତ। ଏଇନା ନ ଉଠିଲେ ସେମାନେ ମଣିଷ ହେବେନି। ଆମେ ବି ହଁ। ଆମ ବାପା ମାଙ୍କ ପାଖରୁ ଖାଇଛୁ, ମାଡ ଖାଇଛୁ। ନାଇଁ, ମୋ ବାପା ମୁଁ ଯେମିତି ବି ତ ଗର୍ବରେ କହୁଛି ମୁଁ ମୋ ବାପା ମାଙ୍କଠୁ ମାଡ ଖାଇଛି। ମାଡ ଖାଇଛି। ଆଉ ସେଇଟା ମାଡ ମାନେ ତାଙ୍କ ପାଇଁ ଭଲ। ଆମେ ନିଶ୍ଚିତ ମାଡ ଦେଇ ସାରିଲା ପରେ ତାପରେ ଆମେ ତାକୁ ବହୁତ ବୁଝଉ ହଁ। ଆଉ ଭଲ ଜିନିଷ ଖାଇବା ପାଇଁ ଦଉ। ତ ଆପଣଙ୍କ ପୁଅ ଯେତେବେଳେ ଅଛନ୍ତି ବାହାରେ, ସିଏ କେତେ ଖୁସି ଅଛନ୍ତି ଭଉଣୀର ଏତେ ସକ୍ସେସ? ବହୁତ ଖୁସି। ସେ ମଝିରେ ମଝିରେ ସବୁ ତା ଭଉଣୀ ସହିତ କଥାବାର୍ତ୍ତା କରେ। କଥାବାର୍ତ୍ତା କରିକି ସେ ବି ବହୁତ ଖୁସି। ସେ ବି ଗୀତକୁ ବୁଝେ। ଗୀତ ନ ଗାଇଲେ ବି ହୁଁ ଗୀତକୁ ବୁଝେ। ଆଉ ବିଶେଷ କରି ସେ ତ ଯେତେବେଳେ ଆମର ଇଣ୍ଡିଆନ ଭଏସ ଅଫ ଓଡିଶା ଫାଇନାଲିଷ୍ଟ ସେ ଥିଲା ଜ୍ୟୋତିର୍ମୟୀ ହୁଁ ତରଙ୍ଗ ଟିଭିରେ। ସେତେବେଳେ ଆମେ ଗୁରୁ ପାଇନଥିଲୁ। ତ ସିଏ ବି ତାକୁ ଟ୍ରେଣ୍ଡ କରେ। ମାନେ ତାର ଯେତିକି ନଲେଜ ଅଛି ସିଏ ତା ଭାଇ ତାକୁ ଟ୍ରେଣ୍ଡ କରୁଥିଲା ସେତେବେଳେ ସାନବେଳେ। ଆଚ୍ଛା, ଏ ଜ୍ୟୋତିର୍ମୟୀଙ୍କର ଆମେ ଦେଖୁଛୁ ହ୍ୟୁମାନ ସାଗର ଅନେକ ସିଙ୍ଗରଙ୍କ ସହିତ ଗୀତ ଗାଇଛନ୍ତି ଓଡିଶାରେ। ସିଏ ମାନେ ଆଜ୍ଞା ଅଲରେଡି ଓଡିଶାରେ ଜଣାଶୁଣା ନାଟିଏ ଜ୍ୟୋତିର୍ମୟୀ। ଆଜ୍ଞା। ଏବେ ବଲିଉଡ ସିଙ୍ଗରଙ୍କ ସହିତ ନେକ୍ସଟ କିଛି ଏମିତି ଅଫର ଅଛି କି, ମାନେ ଇଣ୍ଡିଆନ ଆଇଡଲ ପରେ ପରେ ସେ ତାଙ୍କ ସହିତ ଗୀତ ଗାଇବା ପାଇଁ ଯାଉଛନ୍ତି? ସାର୍ ଆମକୁ ବହୁତ ହାଉସ ରୁ ଆପ୍ରୋଚ ଆସିଲାଣି ହୁଁ ହୁଁ ଏବଂ ଇଭିନ୍ ଏବେ ଇମିଡିଏଟଲି ଆହେ ନୀଳ ଶୈଳ ଗୋଟେ ଗୀତ, ଓଡିଆ ଗୀତ, ସେମାନେ ଇଟ୍ ୱିଲ୍ ବି ପ୍ରଡ୍ୟୁସ୍ଡ ବାଏ ବମ୍ବେ। ହୁଁ। ବମ୍ବେର ଗୋଟେ କ୍ୟାସେଟ କମ୍ପାନୀ, ସେମାନେ ଭଜନ କରିବେ ଓଡିଆ ଗୀତକୁ ନେଇକି। ତା ପାଇଁ ସେମାନେ ଅଲରେଡି ମୋ ସହିତ କଥାବାର୍ତ୍ତା ରଖିଛନ୍ତି। ଏବଂ ତା ବ୍ୟତୀତ ବହୁତ ପ୍ରଡକ୍ସନ ହାଉସେସ୍ ଯୋଉ ଅଛନ୍ତି, ସେ ପ୍ରଡକ୍ସନ ହାଉସେସ୍ ରୁ ମୋ ପାଖକୁ କଲ୍ ଆସିଲାଣି। ଜଷ୍ଟ ଆମେ ସମସ୍ତଙ୍କୁ କହିକି ରଖିଛୁ ଜୁଲାଇ 21 ପରେ ଆମେ ଏଇ ବିଷୟରେ ଆଲୋଚନା କରିବୁ ଏବଂ ଆଗକୁ କାମ ନେବୁ। ଓକେ, ସବୁବେଳେ ତ ଆମେ ଶୁଣିଛୁ ଜ୍ୟୋତିର୍ମୟୀଙ୍କ କଣ୍ଠରୁ ଗୀତ ଶୁଣିଛୁ, କିନ୍ତୁ ଆଜି ଓଡିଶା ପ୍ରଭାବରେ ଜ୍ୟୋତିର୍ମୟୀଙ୍କ ବାପାଙ୍କ କଣ୍ଠରୁ ଟିକେ ଗୀତ ଶୁଣିବୁ, ଯୋଉଟା କି ଝିଅଙ୍କର ଫେଭରେଟ ହଉଛି ସେଇ ଗୀତଟି। ମାନେ ଝିଅ ଗାଇଥିବା ସେଇ ଗୀତଟି ଆପଣଙ୍କ ଫେଭରେଟ ହେଇଥିବ, ସେମିତି କିଛି ଗୀତ ଗୋଟେ। କୋଉ ଗୀତଟି ତାଙ୍କର ଆପଣଙ୍କୁ ବହୁତ ଭଲ ଲାଗେ, ଯୋଉଟା କି ଆପଣ ଗାଇବା ପାଇଁ ଚାହିଁବେ? ହଁ, ଆମେ ତ ମିଶିକି ଗାଉ। ଆଉ ମୁଁ ଏଇ ଗୀତଟି ଯେହେତୁ ଏବେ ବର୍ଷା ସିଜିନ ଅଛି, କିଶୋର କୁମାରଙ୍କର ଗୀତ ରିମ୍ ଝିମ୍ ଗିରେ ସାवन। ଆଚ୍ଛା ସାର୍, ଟିକେ ଗାଇବେ ସାର୍ ସେଇ ଗୀତଟା। रिमी झिमी गिरे सावन, सुलग जाए मन, भीगे आज इस मौसम में, लगे किसी आगम, रिम झिम गिरे सावन। ସାର୍ ଆପଣଙ୍କ सुलग हाँ ଗାଇ ଚାଲନ୍ତୁ ସାର୍, ଭଲ ଲାଗୁଛି सुलग ଶୁଣିବାକୁ। सुलग जाए मन, भीगे आज इस मौसम में, लगे किसी रिम झिम गिरे सावन। ଓକେ ସାର୍, ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ ଲାଗିଲା। ମାନେ ଏମିତି ଗୋଟେ ସିଜନ ଆସୁ ଯୋଉଥିରେ କି ବାପ ଝିଅଙ୍କୁ ଏକାଠି ଗୀତ ଗାଇବାକୁ ମିଳନ୍ତା ଚାନ୍ସ, ଯଦି ମତେ ଲାଗୁଛି ସେଥିରେ ବି ଆପଣ ଦୁଇ ଜଣ କମାଲ କରିକି ଦେଖେଇବେ। ନା, ମୋର ପ୍ରାକ୍ଟିସ ନାହିଁ ଆକ୍ଚୁଆଲି। ଆଉ ମୁଁ ରିଟାୟାର୍ଡ କଲା ପରେ ନିଶ୍ଚିତ ମ୍ୟୁଜିକ ସହିତ ରହିବି। ଆଉ ମୋର ଯେତିକି ଅଛି ମୁଁ ଚେଷ୍ଟା କରିବି ହୁଁ ହୁଁ। କରିବା ପାଇଁ।
ଆଚ୍ଛା ତ ସାର୍ ଇଣ୍ଡିଆନ୍ ଆଇଡଲ ର ସିଜନ 16 ରେ ଏବେ 3 ଜଣ ଜଜ୍ ଅଛନ୍ତି, ଶ୍ରେୟା ଘୋଷାଲ, ବିଶାଲ ଦଦଲାନି और ଆଉ ଗୋଟେ ଜଣେ ଅଛନ୍ତି ବାଦଶାହ। ଆଜ୍ଞା ଆଉ ଶୋ କୁ ହୋଷ୍ଟ କରୁଛନ୍ତି ଆଦିତ୍ୟ ନାରାୟଣ। ତ ଆଜ୍ଞା ଆପଣଙ୍କ ଝିଅଙ୍କ କମେଣ୍ଟ ରେ ମୁଁ ଦେଖୁଛି ବାର ବାର ତାଙ୍କୁ ଲେଖା ଆସୁଛି ଯେ ସେକେଣ୍ଡ ଶ୍ରେୟା ଘୋଷାଲ ବୋଲି ଲେଖା ଆସୁଛି। ଜ୍ୟୋତିର୍ମୟୀଙ୍କୁ ସମସ୍ତେ ସେକେଣ୍ଡ ଶ୍ରେୟା ଆଜ୍ଞା ଘୋଷାଲ କହୁଛନ୍ତି ଆମ ଓଡିଶାରୁ ବୋଲି। ଆଜ୍ଞା। ଆପଣ ଏଇ କମେଣ୍ଟ ରେ କେତେ ଖୁସି? ମୁଁ ତ ବହୁତ ଖୁସି ଏବଂ ଶ୍ରେୟା ଘୋଷାଲଙ୍କୁ ମୁଁ ମୋର ଆନ୍ତରିକତାରୁ ମୁଁ ବହୁତ ତାଙ୍କୁ ଅ, ମାନେ ଏବଂ ତାଙ୍କ ଗୀତ ମତେ ବହୁତ ଭଲ ଲାଗେ। ଲତା ମଙ୍ଗେଶକର, ଆଶା ଭୋସଲେଙ୍କ ପରେ ଏବେ ନୂଆ ପିଢିରେ ହୁଁ ଆଉ ସେ ନିଜକୁ ମେଣ୍ଟେନ କରନ୍ତି। ତାଙ୍କୁ ଦେଖିଲେ ଗୋଟେ ମା ସରସ୍ୱତୀଙ୍କର ଲାଗେ। ଆଉ ମୁଁ ତାଙ୍କୁ ସାମ୍ନାରେ ଦେଖିଛି, ମୁଁ ତାଙ୍କୁ ମିଠା ଖୁଏଇ ଦେଇଛି ଗୋଟେ ଅକେଜନରେ ଏଇ ଇଣ୍ଡିଆନ ଆଇଡଲ ମଞ୍ଚରେ। ଆଚ୍ଛା। ଆଉ ହଁ, ତେଣୁ ମତେ ଏତେ ସୁନ୍ଦର ଲାଗେ ଏବଂ ତାଙ୍କର ଯୋଉ ବେଶଭୂଷା, ତାଙ୍କର ଉଁ, ଯୋଉ ଷ୍ଟାଇଲ, ସେ ଷ୍ଟାଇଲ ମତେ ବହୁତ ଭଲ ଲାଗେ ଏବଂ ସେ ବହୁତ ସୋବର। ଆଉ ଆମକୁ ସମସ୍ତଙ୍କୁ ଜାଣିଛନ୍ତି ଏଇ ମାଧ୍ୟମରେ ଆମକୁ ଆମେ ସୁଯୋଗ ପାଇଲୁ। ଆଉ ଯୋଉଥିପାଇଁ ତ ସେ ଖେଳତା ଫେରତା ଭଗବାନ। ହଁ, ତେଣୁ ଆମେ ଦେଖିଛୁ ତାଙ୍କୁ, ମାନେ ଦେଖିଲୁ ଆମେ ତ ଆଉ ଲତା ମଙ୍ଗେଶକରଜୀକୁ ବା ଆଶା ଭୋସଲେଙ୍କୁ ତ ସାମ୍ନାରେ ଦେଖିନାହୁଁ। ହୁଁ ତେଣୁ ଜ୍ୟୋତି ପାଇଁ ହେଉଛନ୍ତି ଭଗବାନ, ଚଲତା ଫେରତା ଭଗବାନ। ତେଣୁ ତାଙ୍କୁ ତାଙ୍କୁ ତାଙ୍କ ପର୍ଯ୍ୟନ୍ତ ତ ଜ୍ୟୋତି ପହଞ୍ଚି ପାରିବ ନାହିଁ, କିନ୍ତୁ ମୁଁ ଯେତେବେଳେ ଲୋକମାନେ କହୁଛନ୍ତି କହୁଛି ହଁ କିଛି ନା କିଛି ହୁଏତ ଜ୍ୟୋତି ପାଖରେ ଅଛି, ସେଥିପାଇଁ ସେମାନେ ସବୁ ଲୋକମାନେ କହୁଛନ୍ତି। ନିଶ୍ଚିତ କିଛି ଦେଖୁଛନ୍ତି ଜ୍ୟୋତି ଭିତରେ। ଏବଂ ମୁଁ ସତ କଥା କହୁଛି, ସବୁବେଳେ କହୁଛି ଜ୍ୟୋତିକୁ, ମା ତୁ ସେଇ ସ୍ଥାନ ନେବା ପାଇଁ, ସେଇ ସ୍ଥାନ ତ କେବେ ନେଇ ହବ ନାହିଁ, କିନ୍ତୁ ପହଞ୍ଚିବା ପାଇଁ ତୁ ଚେଷ୍ଟା କରିବୁ। ହଁ ଯଦି ଦେଖିବା ତାଙ୍କୁ ଆଜ୍ଞା ମାନେ 42 ବର୍ଷ ହେଲାଣି। ଆଜ୍ଞା 42 ଏଜ ରେ ବି ସେ ଯୋଉ ଭଳି ଗାଉଛନ୍ତି, ତାଙ୍କୁ ଆଜ୍ଞା। କୌଣସି ୟଙ୍ଗ ମାସ କମ୍ପିଟ୍ କରିବା ବି ବହୁତ କଷ୍ଟ, ଯୋଉ ଲେବୁଲରେ ସେ ଏବଂ ବର୍ତ୍ତମାନ ପାଇଁ। ଏବଂ ମୁଁ ସବୁବେଳେ ଜ୍ୟୋତିକୁ ଟ୍ରେନିଂ ଦଉଛି ବା ଶିକ୍ଷା ଦଉଛି ବା ମୁଁ କହୁଛି ହୁଁ। ଯେ ତାଙ୍କର ଯେମିତି ସେ ମେଣ୍ଟେନ କରୁଛନ୍ତି, ସେମିତି ଯଦି ଜଣେ ଆମେ ଫଲୋ କରି ମେଣ୍ଟେନ କରିବୁ ବି, ଲୋକ ହଁ। ବହୁତ ଆଦୃତ କରିବେ। ଆଚ୍ଛା ସାର୍, କିଛି ଓଡିଆ ଗୀତ ଯୋଉଟା କି ଜ୍ୟୋତିକୁ ଆପଣଙ୍କୁ ଭଲ ଲାଗୁଥିବ କିଛି? ଆମେ ଗାଉ ଚାନ୍ଦ ନା ତୁମେ ତାରା, ମୋତି ନା ତୁମେ ହୀରା, ମୁଁ ଯେ ଆଜି ଭଲ ପାଇଛି ତୁମ ରୂପର ତୁଳନା। এই গীতটা ମୋର লিরিক্সটা পুরো মনে নেই। ହଁ ହଁ। চাঁদ না তুমি তারা, ମୋତି ନା ତୁମେ ହୀରା। ଏଇସବୁ ଗୀତ ଆମେ ସାନବେଳେ ବହୁତ ଗାଉଥିଲୁ। ଆଉ ତ ପ୍ରାକ୍ଟିସ ନାହିଁ, ଲିରିକ୍ସ ମାନେ ନାହିଁ। ଆମେ କିନ୍ତୁ ବାପ ଝିଅ ଗୀତ ଗାଇଛୁ ହଁ ହଁ। ମିଶିକି। ଆଉ ହୁଁ ଘରେ ଆମେ ସବୁ, ଆମର ମ୍ୟୁଜିକ ସିଷ୍ଟମ ଅଛି, ଆମେ ଗାଉ, ହୁଁ ହୁଁ। ବହୁତ ଏନ୍ଜୟ କରୁ। ଆଚ୍ଛା, ଇଏ ବାପ ଝିଅଙ୍କ କନେକ୍ସନ ଦେଖିକି ମା ଟିକେ ଇର୍ଷା କରନ୍ତି କି, ମାନେ ବେଶୀ ଟିକେ କ୍ଲୋଜ ହେଇଯାଆନ୍ତି? ନିଶ୍ଚୟ ନିଶ୍ଚୟ। ସାର୍ ଟିକେ କିଟରୁ କଲ୍ ଆସିଲାଣି, ଆମେ ଟିକେ କ୍ଲୋଜ ଆଜ୍ଞା କରିବା ଆଜ୍ଞା କି? ଆଜ୍ଞା 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 ନିହାତି, ଆଜ୍ଞା। ଥ୍ୟାଙ୍କ ୟୁ ସାର୍।